नमस्कार हे श्रोता बंधु। आज किछि जरूरी कथा जे सुदशा व्रत पड़ुची आउ खीरी रे अधिक लुण पड़े जमती ता स्वादहीन हुए ये श्रवणा पड़िकी बड़ गंडल कर दूची। तेणु समस्त ओसैती मानू लक्ष्मी सेविका मानू किसी सतर्क बाणी से माने गुरुवार दिन बोले आसंता काली ये व्रत करिवे। केतेबेले करिवे ना 11:32 रु 1:47 मध्य 11:32 रु 1:47 ता पूर्वर भल समय नहीं कि ता परे भल समय नहीं। यह व्यतीत जी जो काम करने को चाहिए मनकर भूमि पूजा गृहारंभ विद्यारंभ वाणिज्य आरंभ ये अनुकूल समय है 11:32 रु 1:47। आज सुदशा व्रत पड़ दूची। आज सुदशा व्रत करने शुभ समय विजय नामक एक शुभ मुहूर्त थाए। ये विजय नामक शुभ मुहूर्त ताकू एकादश मुहूर्त कहुए। यह दिबा 11:32 रु 1:47 मध्य रहिबो। एणु समस्त प्रकार कार्य अनुकूल हेबो। आज श्रवणा हेतु एमती गोटे भल समय निर्णय करा जायछि। मनला तापरे आज सूर्यास्त 5:32 पर तेणु 5:32 पूर्वर आमे आम घर ठाकुर घर को और मंदिर को जीवा कल्याण लाभ करिबा। अशुभ समय है 1:02 रु 2:31 1:02 रु 2:31 हेले मु क्यों तारीख विषय कहूँ अक्टोबर 2 तारीख गुरुवार अक्टोबर मास 2 तारीख गुरुवार दशमी तिथि आउ आज चंद्र अछंती मकर रे। मेष राशि पई आलोचना करिबा। मेष राशि पई आज मुख्यतः रवि बुध राहु और चंद्र शुभ अछंती। रवि बुध राहु और चंद्र शुभ अछंती। अन्य 5टी ग्रह अशुभ अछंती। देह सुस्थ रहिबो। पारिवारिक सामाजिक लौकिक आर्थिक समस्या आदौ रहिबनी। समस्त कर्म सफल हेबो। कर्म क्षेत्र अर्थ और सम्मान मिलिबो। मात्र अष्टमाधिप मंगलंक पाई किछि बदनाम होई जीवो। किछि बदनाम एणु दुर्गा दर्शन करंतु। अष्टम मंगल सप्तम रही ये गंडगोल सृष्टि करिवे आपणकर बदनामा हम। ये बदनाम रक्षा पाई दुर्गा स्मरण करंतु। मंडप रे दुर्गा दर्शन करंतु। वृष राशि पाई आज सबू मिलिबो। मात्र भरा नई पाई दीटा दरकार। गोटे आहुला और कात दीटा नहले हबनी। भरा नई पार हेबा पाई आहुला और कात दुईटा जाक दरकार। गोटे अचल हेले जे भली विपद माड़ी आसे सेही भली चाली चलन रे व्यतिक्रम हेले
ଭୟଙ୍କର ଅପମାନ ମିଳିବ। ବୃଷ ପାଇଁ ଗୋଟିଏ ବଡ଼ ଦଣ୍ଡ ଅଛି, ଭୟଙ୍କର ଅପମାନ। ମେଷ ପାଇଁ ସାମାନ୍ୟ ଟିକିଏ, ବୃଷ ପାଇଁ ଭୟଙ୍କର ଅପମାନ ଅଛି, ଭାରି ବାଧିବ। ଏଣୁ ବହୁ ଲୋକଙ୍କ ସହ ମିଶିଲେ ବି ମିଶନ୍ତୁ, ହସନ୍ତୁ, ସବୁ ଶୁଣନ୍ତୁ, ଜମା କହନ୍ତୁନି, ଅତି କମ୍ କହନ୍ତୁ, ମୌନତା ଅବଲମ୍ବନ କରନ୍ତୁ। ନହେଲେ ଆପଣଙ୍କର କାମ, ଆପଣଙ୍କ କଥାବାର୍ତ୍ତା ହୁଏତ ଆପଣଙ୍କୁ ଭଲ ଲାଗେ, ଅନ୍ୟମାନଙ୍କୁ ଭଲ ଲାଗିବନି। ସେ ଥଟ୍ଟା କରିବେ, ପରିହାସ କରିବେ। ସାବଧାନ। ଭାବି ଚିନ୍ତି ଓଠ, କଲମ ଓ ଫାଇଲ ଖୋଲନ୍ତୁ। ଓଠ ଖୋଲନ୍ତୁ ମାନେ କମ୍ କହନ୍ତୁ, କଲମ ଖୋଲନ୍ତୁ, ଭାବି ଚିନ୍ତି ଲେଖନ୍ତୁ, ଆଉ ଫାଇଲ ଖୋଲନ୍ତୁ, ଅଫିସ କାମ କରନ୍ତୁ, ନଚେତ୍ ପସ୍ତେଇବେ। ଭାବି ଚିନ୍ତି ଓଠ, କଲମ ବା ଫାଇଲ ଖୋଲନ୍ତୁ। ମିଥୁନର ଜନ୍ମ ବୃହସ୍ପତି, ଚତୁର୍ଥ ରବି ଓ ଚତୁର୍ଥ ଶୁକ୍ର, ପଞ୍ଚମ ମଙ୍ଗଳ, ଅଷ୍ଟମ ଚନ୍ଦ୍ର, ନବମ ରାହୁ। ଏମାନେ ଆଦୌ ଶୁଭ କାମନା କରୁନାହାନ୍ତି। ମିଥୁନ ପାଇଁ ଜନ୍ମ ବୃହସ୍ପତି, ଚତୁର୍ଥ ରବି, ଚତୁର୍ଥ ଶୁକ୍ର, ପଞ୍ଚମ ମଙ୍ଗଳ, ଅଷ୍ଟମ ଚନ୍ଦ୍ର, ନବମ ରାହୁ। ଏମାନେ ଆଦୌ ଶୁଭ କାମନା କରୁନାହାନ୍ତି। ଏଥିପାଇଁ ଅସୁସ୍ଥତା ଅନୁଭବ କରିବେ, ଦେହ ଖରାପ ହେବ, କିଛି ନା କିଛି ରୋଗ ନିଶ୍ଚୟ ହେବ। ସାବଧାନ। ଅସୁସ୍ଥତା ଅନୁଭବ କରିବେ, ବୃଥା ବ୍ୟୟ ହେବ, ସଂଯମତା ରକ୍ଷା ନ କଲେ କଳହ ହେବ, ଋଣଦାତାଙ୍କର ବ୍ୟବହାର ଭାରି ବାଧିବ, ଶାନ୍ତି ବ୍ୟାହତ ହେବ, ଦୁଶ୍ଚିନ୍ତା ବଢ଼ିଯିବ। ତେଣୁ ମିଥୁନ ରାଶି ଲୋକମାନେ ନିରନ୍ତର ଦୁର୍ଗା ଜପ କରନ୍ତୁ ବା ମଣ୍ଡପକୁ ଯାଇ ଦେବୀଙ୍କର ପାଦ ଦର୍ଶନ କରନ୍ତୁ। କର୍କଟକୁ ମହାଲକ୍ଷ୍ମୀ, ଶୁଭଲକ୍ଷ୍ମୀ, ବାଣିଜ୍ୟ ଲକ୍ଷ୍ମୀ ଆଦି ସବୁ ଦେବୀଙ୍କର କରୁଣା ଅଛି। କର୍କଟକୁ ମହାଲକ୍ଷ୍ମୀ, ଶୁଭଲକ୍ଷ୍ମୀ, ବାଣିଜ୍ୟ ଲକ୍ଷ୍ମୀ ଆଦି ମାତୃ କରୁଣା ଯୋଗ ଅଛି। ଆୟ ବଢ଼ିଯିବ, ଉତ୍ତମ ଭୋଜନର ବ୍ୟବସ୍ଥା ରହିବ, ଦେହ ସଜାଡ଼ି ହୋଇଯିବ, ବନ୍ଧୁ ସୁଖ ମିଳିବ, ସମସ୍ତ ଜଟିଳ ସମସ୍ୟାର ସମାଧାନ ପନ୍ଥା ଖୋଲିଯିବ। ସିଂହ ପାଇଁ, ସିଂହ ରାଶିକୁ ଦୈବ କଲ୍ୟାଣ ମିଳିବ। ଯାହାର ଧର୍ମବଳ ଅଧିକ ଥିବ ସେ ଅତି ଅଧିକ କୃପା ଲାଭ କରିବ। ଯାହାର ପାପବଳ ଅଧିକ ଥିବ ସେ ଦଣ୍ଡମୁକ୍ତ ହୋଇଯାଇପାରେ। ଏଠି ଦୈବ କଲ୍ୟାଣରେ କ'ଣ ହୁଏ? ପାପ ଥିଲେ ଦଣ୍ଡ ମିଳିବନି, ପୁଣ୍ୟ ଥିଲେ ଅଧିକ ସୁଖ ମିଳିବ। ଆଜି ସିଂହ ରାଶି ପାଇଁ ଭୁଲ କରି ଦଣ୍ଡ ନ ପାଏ ତେବେ ତ ଭଲ ସମୟ ବୋଲି କହିବାକୁ ପଡ଼ିବ। ଭୁଲ କଲ, ଦଣ୍ଡ ମିଳୁନି, ବୁଝିବାକୁ ପଡ଼ିବ ଭଲ ସମୟ। ତେଣୁ ସିଂହ ରାଶିରେ ଯେଉଁମାନଙ୍କର ପାପ ଅଧିକ ସେମାନଙ୍କୁ ଆଜି ଦୈବ ରକ୍ଷା କରିବ। ଆଜି ଲାଭପ୍ରଦ ଦିନଟିଏ, ଏଣୁ କୌଣସି ନୂଆ ବୃତ୍ତି ଆରମ୍ଭ କରନ୍ତୁ, ଲାଭବାନ ହେବେ, ଜଞ୍ଜାଳ ମୁକ୍ତ ହେବେ ଓ ଶାନ୍ତି ମିଳିବ, ଶୁଭ ମଙ୍ଗଳ ହେବ, ଜୟ ହେବ। କନ୍ୟା ରାଶି ପାଇଁ ଭାଗ୍ୟ ଦେବୀ ନାନାବିଧ ସୁଖ ଭାର ନେଇ ଆସୁଛନ୍ତି। କନ୍ୟା ରାଶି ପାଇଁ ଭାଗ୍ୟ ଦେବୀ ନାନାବିଧ ସୁଖ ଭାର ନେଇ ଆସି ଦ୍ୱାର କବାଟକୁ ଖଟ ଖଟ କରିବେ। ଅର୍ଥାତ୍ ଆର୍ଥିକ, ମାନସିକ, ଦୈହିକ, ପାରିବାରିକ, ଲୌକିକ ତଥା ସାମାଜିକ ସୁଖ ସହଜରେ ମିଳିଯିବ। ସମସ୍ତ ସୁଖ ଆୟୋଜିତ ହୋଇଯିବ, ଶାନ୍ତି ମିଳିବ, ଭଲ ବନ୍ଧୁ ଆଉ ଭାଇ ବନ୍ଧୁ କୁଟୁମ୍ବରେ ସବୁ ସଦସ୍ୟ ପ୍ରସନ୍ନ ରହିବେ। ସମସ୍ତେ କନ୍ୟା ରାଶିର ବ୍ୟକ୍ତିମାନଙ୍କୁ ଦେଖିବେ, ହସିବେ, ମଜା କରିବେ। ତୁଳା କଥା ଆଲୋଚନା କରିବା। 2 ତାରିଖ ଅକ୍ଟୋବର ମାସରେ ତୁଳା ରାଶିର ଆଜି ଦୁର୍ଯୋଗ ଅକସ୍ମାତ୍ ଶାରୀରିକ ଯନ୍ତ୍ରଣା ସୃଷ୍ଟି ହୋଇ ବ୍ୟସ୍ତ କରିବ। ପୁରୁଣା ରୋଗୀଙ୍କ ପାଇଁ ସମସ୍ୟା ଅସହ୍ୟ ହେବ। ଷଷ୍ଠ ଶନି, ନବମ ବୃହସ୍ପତି, ଦଶମ କେତୁଙ୍କ କଲ୍ୟାଣରୁ ଏ ସମସ୍ତ ରୋଗ ଶୀଘ୍ର ଉପଶମ ହେବ। ରୋଗ ବ୍ୟତୀତ ଅନ୍ୟ ସବୁ ଭଲ। ଆଦର ସମ୍ମାନ, ଧନ, ସୁଖ
ମିଳିବ, ରୁଚିକର ଖାଦ୍ୟ ମିଳିବ, ଆଉ ଯାତ୍ରା ଶୁଭ ହେବ। ଖାଲି ଟିକେ ରୋଗ ହେବ। ଆଉ ବିଛା ପାଇଁ ମନ ମୁତାବକ ଧନ ଲାଭ ହେବ, ରୁଚିକର ଭୋଜନ ଓ ଆନନ୍ଦଦାୟିନୀ ନିଦ୍ରା ମିଳିବ, ଅନ୍ତରଙ୍ଗ ପ୍ରିୟ ବନ୍ଧୁଙ୍କ ସହ ସଂଳାପ ହେବ, ଶତ୍ରୁ ମିତ୍ର ପରି ଆଚରଣ କରିବେ। କାହିଁକି ନା ଆଜି ଚନ୍ଦ୍ର ଶୁଭ ଅଛନ୍ତି ବୋଲି ମନ ମସ୍ତିଷ୍କ ମୁଣ୍ଡ ଠିକ୍ ରହିବ, କ୍ରୋଧ ଟିକେ ଆୟତ୍ତରେ ରହିବ। ମାତ୍ର ଭ୍ରମଣ ସୁଖ ନାହିଁ, କୁଆଡ଼େ ଯାଆନ୍ତୁନି, ସାବଧାନ। ଘରୁ ବାହାରିବା ପୂର୍ବରୁ ଭାବନ୍ତୁ, ଯିବା ଯଦି ଜରୁରୀ ତାହେଲେ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଚିନ୍ତା କରନ୍ତୁ, ମୁଁ ଯିବି କି ନାହିଁ, କାହିଁକି ଯିବି, ଲାଭ କ'ଣ? ଯେହେତୁ ଭ୍ରମଣ ଯୋଗ ଭଲ ନାହିଁ, ସାବଧାନ। ଯେଉଁ ନାସାରେ, ଯେଉଁ ପୁଡ଼ାରେ ପବନ ସ୍ୱାଧୀନ ଭାବରେ ଗତାଗତ କରୁଥିବ, ସେଇ ପଟର ପାଦ ଆଗେ ପକେଇ ଯାଆନ୍ତୁ। ସେ ପଟର ଦୁଆର ବନ୍ଧରେ ମୁଣ୍ଡ ମାଡ଼ି ଦୁର୍ଗା ଦୁର୍ଗା 3 ଥର କହନ୍ତୁ, ଯଦି ଜରୁରୀ। ନହେଲେ ଅସୁବିଧା। ଭ୍ରମଣ ସୁଖ ନାହିଁ, ଘରୁ ବାହାରିବା ପୂର୍ବରୁ ଭାବନ୍ତୁ, ଯିବା ଯଦି ଜରୁରୀ ଯାଆନ୍ତୁ। ଯିବା ପୂର୍ବରୁ ବୁଝନ୍ତୁ, ମୁଁ ଯିବି କାହିଁକି। ଯେଉଁ ନାସା ପୁଡ଼ା ଦେଇ ପବନ ସ୍ୱାଧୀନ ଭାବରେ ଗତାଗତ କରୁଛି, ସେ ପଟ ପାଦ ଆଗ ପକାନ୍ତୁ। ସେ ପାଖର ଦୁଆର ବନ୍ଧରେ ମୁଣ୍ଡ ମାଡ଼ି ଦୁର୍ଗା ଦୁର୍ଗା 3 ଥର କହି ଯାଆନ୍ତୁ, ମଙ୍ଗଳ ହେବ। ଧନୁ କଥା ଅଲଗା। ଏକାଦଶ ମଙ୍ଗଳ, ଦଶମ ରବି, ବୁଧ ଓ ଅନ୍ୟମାନେ ଶୁଭ, ସପ୍ତମ ବୃହସ୍ପତି, ତୃତୀୟ ରାହୁ ବି ଶୁଭ ଫଳ ଦେବେ। ଏହି ଗ୍ରହମାନ କଲ୍ୟାଣ ପାଇବେ, ସବୁ ସମସ୍ୟାର ସମାଧାନ ହେବ, ରୁଚିକର ମିଷ୍ଟାନ୍ନ ଖାଦ୍ୟ ପ୍ରାପ୍ତ ହେବ, ମଧୁର ସମ୍ପର୍କ ବଢ଼ିବ। ମାତ୍ର ଦୁଃଖର ସହ ଜଣାପଡ଼ୁଛି ଯେ ମନ ଆକୁଳ ବ୍ୟାକୁଳ ହେବ। ମନ ଆକୁଳ ବ୍ୟାକୁଳ ହେବ। କାହାକୁ ଖୋଜିବ, କେଉଁ ଜିନିଷକୁ ଖୋଜିବ, ପଛ କଥା ମନେ ପକାଇବ, ଛଟପଟ ଲାଗିବ। ମନ ଆକୁଳ ବ୍ୟାକୁଳ ହେବ। ଏଣୁ କିଛି ଭୁଲ ନିଷ୍ପତ୍ତି ନେଇ ହରଭଣାରେ ପଡ଼ିପାରନ୍ତି। କିଛି ଭୁଲ ନିଷ୍ପତ୍ତି ନିଅନ୍ତୁ, କିନ୍ତୁ କୌଣସି ବ୍ୟକ୍ତିକୁ କିଛି କହନ୍ତୁନି ବା କିଛି କାମ କରନ୍ତୁନି। କଲେ ବା କହିଲେ ହରଡ଼ଭଣାରେ ପଡ଼ିବେ, ବିପଦରେ ପଡ଼ିବେ, ଆଉ ବହୁତ ପସ୍ତେଇବେ। ମକର ପାଇଁ ଭଲ କଥା ଏହା ଯେ ଦେହ ଭଲ ରହିବ, ସୁସ୍ଥତା ଅନୁଭବ କରିବେ, ମାନସିକ ଶାନ୍ତି ମିଳିବ, ସମସ୍ତ ଭାଇ ଭଉଣୀଙ୍କର କୁଶଳ ମଙ୍ଗଳ ହେବ, ଭାଗ୍ୟ ବଳରୁ ସମସ୍ତେ ସୁଖରେ ରହିବେ, କର୍ମ ଯୋଜନା ଠିକ୍ଠାକ୍ ଚାଲିବ, କର୍ମରୁ ଧନ ସମ୍ମାନ ଆଦର ମିଳିବ, ଧନଲକ୍ଷ୍ମୀ ଦୟା କରିବେ, କୌଣସି ଅଶୁଭ ଫଳ ମିଳିବନି ବା ଶୁଣିବାକୁ ପଡ଼ିବନି, ସବୁ ଦିଗରୁ ମଙ୍ଗଳ ହେବ। କୁମ୍ଭ ରାଶିକୁ ସ୍ୱତନ୍ତ୍ର କଥା ଟିକେ କଷ୍ଟ ହେବ। କୁମ୍ଭ ରାଶିକୁ ଦ୍ୱିତୀୟ ଶନି, ଜନ୍ମ ରାହୁ, ସପ୍ତମ କେତୁ, ଅଷ୍ଟମ ରବି, ଅଷ୍ଟମ ଶୁକ୍ର, ନବମ ମଙ୍ଗଳ, ଦ୍ୱାଦଶ ଚନ୍ଦ୍ର ମିଳିତ ଭାବରେ ଆକ୍ରମଣ କରିବେ। କୁମ୍ଭ ରାଶିର ଆଜି ଶୁଭ ଦିନ ନୁହଁ। ମିଳିତ ଆକ୍ରମଣ କରିବେ, ଦୁଃଖ ଦୈନ୍ୟ ମଧ୍ୟକୁ ଠେଲିଦେବେ, ରୋଗ ଆକ୍ରମଣ କରିବ, ମାନସିକ ଶାନ୍ତି ହରଣ କରିବେ, ବୃଥା ବ୍ୟୟ ହେବ, କଳହ ବି ହେବ, ଋଣଦାତା କଟୁକ୍ତି କହି ଦୁଃଖ ଦେବେ। ମାତ୍ର ଯାତ୍ରା ଶୁଭ ହେବ। ପଞ୍ଚମ ଗୁରୁ, ଅଷ୍ଟମ ବୁଧ ସହାୟ ହେବେ ଯାତ୍ରାରେ। ମୀନ ରାଶିକୁ ଆଜି ଭାଗ୍ୟଲକ୍ଷ୍ମୀ ଦୟା କରିବେ। 2 ତାରିଖ ଅକ୍ଟୋବର ମାସ ଗୁରୁବାର। ମୀନ ରାଶିକୁ ଆଜି ଭାଗ୍ୟଲକ୍ଷ୍ମୀ ଦୟା କରିବେ। ବ୍ୟବସାୟୀ, ଶିକ୍ଷକ, ଓକିଲ, ଡାକ୍ତର, ଦିନ ମଜୁରିଆ, ପୂଜକ, ବଣିଆ, ଭଣ୍ଡାରୀ, ଭିକାରୀ ଏ ସମସ୍ତଙ୍କର ଆୟ ବଢ଼ିଯିବ। ସମସ୍ତ ମୀନ ରାଶିଆ ଲୋକଙ୍କୁ ମଧୁର ସ୍ୱାଦିଷ୍ଟ ଭୋଜନ ମିଳିବ।
ସବୁ ଦିଗରୁ ଲାଭ ହେବ। ବହୁ ବନ୍ଧୁ ପାଖକୁ ଆସିବେ, ଶୁଭ ସମାଚାର ଶୁଣି ଖୁସି ହେବେ। ଆଜି ମୀନ ରାଶିର ସବୁ ଦିଗରୁ ଭଲ। ବନ୍ଧୁ, ଆଜି ଆମେ ବକ୍ତବ୍ୟ ଏଇଠି ବନ୍ଦ କରିବା। ଆସନ୍ତାକାଲି ଈଶ୍ୱର ଚାହିଁଲେ ପୁଣି ଦୁଃଖ ସୁଖ ହେବି। ରହିଲି, ନମସ୍କାର।